ପୁଷ୍ପା ପ୍ରିମିୟର ଶୋରେ ହୋଇଥିବା ଦଳାଚକଟା ଘଟଣାରେ ମୃତ ରେବତୀଙ୍କ ପରିବାରକୁ 2 କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ପୁଷ୍ପା 2 ଦି ରୁଲ୍ ସିନେମା ଟିମ୍ ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ଡିସେମ୍ବର 4 ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଏହି ଦଳାଚକଟା ଘଟଣା ଘଟିଥିଲା। ପୁଷ୍ପା 2ର ପ୍ରିମିୟର ଶୋ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିଲେ। ତାଙ୍କୁ ଦେଖିବାକୁ ଜମିଥିବା ଭିଡ଼ ଯୋଗୁଁ ହୋଇଥିବା ଦଳାଚକଟାରେ ଜଣେ 36 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶିଶୁପୁତ୍ରଙ୍କ ବ୍ରେନ୍ ଡେଡ୍ ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି କହିଥିଲେ। ଘଟଣାର ପ୍ରଥମେ 25 ଲକ୍ଷ ପରେ 50 ଲକ୍ଷ ଏବେ 2 କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ଏଥିରୁ ଅଲ୍ଲୁ ଅର୍ଜୁନ 1 କୋଟି ଟଙ୍କା ଦେବାକୁ ଥିବା ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ସୁକୁମାର 50 ଲକ୍ଷ ଟଙ୍କା ଲେଖାଏଁ ଟଙ୍କା ଦେବେ। ଏହି କ୍ଷତିପୂରଣ ଚଳଚ୍ଚିତ୍ର ନିର୍ମାତା ତଥା ତେଲେଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ୍ଲୀ ରାଜୁଙ୍କ ଦ୍ୱାରା ପରିବାରଙ୍କୁ ଦିଆଯିବ। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। କିମ୍ସ ହସ୍ପିଟାଲ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ଏହି 9 ବର୍ଷୀୟ ବାଳକଙ୍କ ଦେଖିବାକୁ ହସ୍ପିଟାଲ ଯାଇଥିବା ବେଳେ ଅରବିନ୍ଦ ଏହି ଘୋଷଣା କରିଛନ୍ତି। ସେହିପରି ପୀଡ଼ିତ 9 ବର୍ଷର ଶିଶୁ ଶ୍ରୀ ତେଜନ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଛି। ସେ ଏବେ ନିଜେ ନିଶ୍ୱାସ ନେଲେଣି। ବୋଧହୁଏ 2 ଦିନ ଭିତରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରି ଦିଆଯିବ। ତାଙ୍କ ସୁସ୍ଥ ହେବାର ଆମେ ଖୁସି ବୋଲି ଅରବିନ୍ଦ କହିଛନ୍ତି। ଦଳାଚକଟା ଘଟଣାରେ ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ ପ୍ରାୟ 4 ଘଣ୍ଟା ପଚରାଉଚରା କରିଥିଲା। ପ୍ରିମିୟରର ଦିନକ ପରେ ସେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି। ସେପଟେ ଏହା ପୂର୍ବରୁ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମଧ୍ୟ ମିଳିଥିଲା।